ଆଜ୍ଞା। ବୁଝିଲେ। ଏଇ କିଛି ଦିନ ପୂର୍ବରୁ ମାଉସୀ ଦିନେଶ ଆସିଥିଲେ। ସେ କହୁଥିଲେ ଯେ ସବୁ ଟଙ୍କା ମୋ ପାଖରେ କିଛି ନାହିଁ, ସବୁ ତାଙ୍କ ମାଙ୍କୁ ଆମେ ଦେଇ ଦେଇଛୁ, କିନ୍ତୁ 2023 ପୂର୍ବର ବହୁତ ଟଙ୍କା ସବୁ ମିଛ ସାର୍, ସେଟା ସବୁ ମିଛ। ସବୁ ମିଛ। ଆପଣ କିଛି ଦି ଟଙ୍କା ହଜାର ପାଇନାହାନ୍ତି? ଶୁଣନ୍ତୁ, 2025 ଜୁନ ମାସରେ ମୋ ପୁଅ ଆକାଉଣ୍ଟ ଖୋଲିଥିଲା ଯେ ନମିନି ମତେ ରଖିଛି ପରା। ତା ଆଜ୍ଞା ଆଗରୁ ଜଏଣ୍ଟ ଆକାଉଣ୍ଟ ରେ ଥିଲା ଶ୍ରିୟା ମିଶ୍ର ଆଉ ହିମନ୍ତ ସାଗର। ଆଜ୍ଞା ତାପରେ ପପୁ ଯୋଉ ଦିନେଶ ବେହେରା ପଇସା ପତ୍ର କଥା ଇଭିନ୍ ମାନେ ରେକର୍ଡିଂ ପଇସା ବି ତା ପାଖକୁ ଆସେ, ଆଉ ସେ କାଢିକି ଦିଏ ବୋଲିକି କହେ। ମୁଁ ତ ସେ ଭିତରେ ପଶେନି, ମୁଁ ଜାଣିନଥିଲି। କାଲି ମୁଁ ଯେତେବେଳେ ବ୍ୟାଙ୍କ କୁ ଯାଇଥିଲି ଇନକ୍ୱାରି କରି, ଏଇ ଜୁନରେ 2025 ଗୋଟେ ମାନେ ପାସବୁକ୍ ଖୋଲିଛି ଯେ ସେଥିରେ ମୁଁ ନମିନି ଅଛି। ଆଉ ଆଜ୍ଞା ମତେ ପଇସା ପତ୍ର 2023 ରୁ ଦେଉଛି। ଏଇଟା ସବୁ ମିଛ କହୁଛି ମାନେ ଦିନେଶ ବେହେରା। ମୁଁ ଜାଣିନି ସାର୍। ଆଜ୍ଞା। ମୁଁ ଜାଣିନି। 2023 ହଁ, ପୂର୍ବରୁ ସ୍ତ୍ରୀଙ୍କ ସହିତ ଯୋଉ ଆକାଉଣ୍ଟ ଥିଲା, ସେ ସବୁ ପଇସା ତାଙ୍କ ସ୍ତ୍ରୀ ହ୍ୟାଣ୍ଡେଲ କରୁଥିଲେ ବୋଲି ଦିନେଶ କହିଲେ, ଏ କଥା ସତ କି? ହେଇଥିବ। ସେ ଦିନେଶ ଜାଣିଥିଲା, ହିମନ୍ତ ସାଗର ଆଉ ସେ ଶ୍ରିୟା ମିଶ୍ର ଜାଣିବେ। ମୋ ପଇସା ପତ୍ର ଭିତରକୁ ଯାଏନି। ହଁ, ଆପଣଙ୍କୁ ଲାଗୁଛି କି ଆପଣଙ୍କ ପୁଅଙ୍କ ପଇସା କୁ କିଏ ଅପବ୍ୟବହାର କରିଛି, କିଏ ନଷ୍ଟ କରିଛି? ହଁ ହଁ ହଁ। ଓକେ, କିଏ ନଷ୍ଟ କରିଛି ଆପଣଙ୍କୁ ଲାଗୁଛି ମ୍ୟାଡାମ? ସେଟା ମୁଁ ଜାଣିଥିଲି, ଆଉ ଇନକ୍ୱାରି କାହିଁ କରନ୍ତି ବାପା? ହଁ।